ମହାଦେବଙ୍କର ପରୀକ୍ଷା ଚାରିଯୁଗ ମଧ୍ୟରେ ଶ୍ରେଷ୍ଠ କିଏ? ବନ୍ଧୁଗଣ, କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଥରେ ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଓ କଳିଯୁଗ, ଏହି ଚାରିଯୁଗ ଏକତ୍ର ବସିଥିଲେ। ସେମାନଙ୍କ ମଧ୍ୟରେ ତର୍କ ଆରମ୍ଭ ହେଲା। ସତ୍ୟଯୁଗ କହିଲା ମୁଁ ବଡ଼, ତ୍ରେତୟା ଯୁଗ କହିଲା ମୁଁ ବଡ଼, ଦ୍ୱାପର ଯୁଗ କହିଲା ମୁଁ ବଡ଼ ଓ ସଭା ଶେଷରେ କଳିଯୁଗ ମଧ୍ୟ କହିଲା ମୁଁ ବଡ଼। ସମସ୍ତଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ? ସୁନେଲି ରଙ୍ଗର ବସ୍ତ୍ର ପିନ୍ଧିଥିବା ସତ୍ୟଯୁଗ ଗର୍ବରେ କହିଲା, ଆରେ ମୂର୍ଖମାନେ, ତୁମେମାନେ ମୋ ସହ ତୁଳନା କରିବାକୁ ସାହସ କରୁଛ? ତୁମମାନଙ୍କର କ'ଣ ସେ ଯୋଗ୍ୟତା ଅଛି ମୋ ସମାନ ସ୍କନ୍ଧ ହେବା ପାଇଁ? ମୋର ଆୟୁ 17 ଲକ୍ଷ ବର୍ଷ ଅଟେ। ତୁମେମାନେ ମୋ ଆଗରେ କିଛି ବି ନୁହଁ। ଏହା ଶୁଣି ରୂପେଲି ରଙ୍ଗର ବସ୍ତ୍ର ପିନ୍ଧିଥିବା ତ୍ରେତୟା ଯୁଗ ରାଗରେ ତମତମ ହୋଇ କହିଲା, ତୁମର ଏତେ ଗର୍ବ କ'ଣ ପାଇଁ? କାହିଁକି ଏତେ ଗର୍ବ କରୁଛ? ତୁମେ କ'ଣ ବଡ଼? ମୋ ସମୟରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଅବତାର ଗ୍ରହଣ କରିଥିଲେ। ମୁଁ ସର୍ବଶ୍ରେଷ୍ଠ, ତୁମେ ନୁହଁ। ଏହା ଶୁଣି ତାମ୍ର ରଙ୍ଗର ବସ୍ତ୍ର ପିନ୍ଧିଥିବା ଦ୍ୱାପର ଯୁଗ ଆଗକୁ ଆସି କହିଲା, ତୁମେମାନେ କ'ଣ ଜାଣ? ମୋ ସମୟରେ 16 କଳାରେ ପରିପୂର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇଥିଲେ। ତେଣୁ ମୁଁ ହେଉଛି ସର୍ବଶ୍ରେଷ୍ଠ। ଏହା ଶୁଣି କଳା ରଙ୍ଗର ବସ୍ତ୍ର ପିନ୍ଧିଥିବା କଳିଯୁଗ ହସି ହସି କହିଲା, ତୁମେମାନେ କେବଳ ଅତୀତର ଗୌରବ ଗାଉଛ। ବାସ୍ତବ କ'ଣ ଆଦୌ ଜାଣ ନାହିଁ। ମୋ ସମୟରେ ମଣିଷ ବୁଦ୍ଧିମାନ ହେବ, ନୂଆ ନୂଆ ଯନ୍ତ୍ରର ଆବିଷ୍କାର ହେବ, ମଣିଷ ସୁଖ ସୁବିଧାରେ ରହିପାରିବ। ମୋ ସମୟରେ ମଣିଷ ନିଜର ବୁଦ୍ଧି ବଳରେ ସବୁ କିଛି କରିପାରିବ। ତେଣୁ ମୁଁ ହିଁ ହେଉଛି ସର୍ବଶ୍ରେଷ୍ଠ। ଏହିପରି ଭାବରେ ଚାରି ଯୁଗ ପରସ୍ପର ସହିତ ଝଗଡ଼ା କରିବାକୁ ଲାଗିଲେ। ପରସ୍ପର ମଧ୍ୟରେ ଯୁକ୍ତି ଆରମ୍ଭ ହେବାକୁ ଲାଗିଲା। କେହି କାହାରି କଥା ମାନିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସମସ୍ତେ ନିଷ୍ପତ୍ତି ନେଲେ ଯେ ଚାଲ ଆମେ ଭଗବାନ ଶିବଙ୍କ ପାଖକୁ ଯିବା। ସେ ହିଁ ଆଦି ଓ ଅନନ୍ତ। ସେ ହିଁ ଏହି ଯୁକ୍ତିର ଉଚିତ ନ୍ୟାୟ କରିପାରିବେ। ଏହାପରେ ଚାରିଯୁଗ କୈଳାସ ପର୍ବତ ଅଭିମୁଖେ ଯାତ୍ରା କଲେ। କୈଳାସରେ ପହଞ୍ଚିବା ପରେ ଦ୍ୱାରପାଳ ନନ୍ଦୀ ସେମାନଙ୍କର ଦ୍ୱାର ଅଟକାଇଲା। ନନ୍ଦୀ ମହାରାଜ ପଚାରିଲେ, ତୁମେମାନେ କିଏ ଓ ଏଠାକୁ କାହିଁକି ଆସିଛ? ଚାରିଯୁଗ କହିଲେ, ଆମେ ଭଗବାନ ଶିବଙ୍କୁ ଦର୍ଶନ କରିବା ପାଇଁ ଏଠାକୁ ଆସିଛୁ। ଦୟାକରି ଭଗବାନ ଶିବଙ୍କୁ ଆମ ଆସିବାର ଖବର ଦିଅ। ନନ୍ଦୀଶ୍ୱର ଭଗବାନ ଶିବଙ୍କ ପାଖକୁ ଯାଇ କହିଲେ ଯେ ହେ ପ୍ରଭୁ, ହେ କୈଳାସପତି, ଚାରିଯୁଗ ଆପଣଙ୍କର ଦର୍ଶନ ପାଇଁ ଏଠାକୁ ଆସିଛନ୍ତି। ଭଗବାନ ଶିବ କହିଲେ, ସମ୍ମାନର ସହ ସେମାନଙ୍କୁ ସ୍ୱାଗତ କରି ଏଠାକୁ ନେଇ ଆସ। ଭଗବାନ ଶିବଙ୍କ କଥା ଶୁଣି ନନ୍ଦୀ ମହାରାଜ ସେମାନଙ୍କୁ ଭିତରକୁ ନେଇ ଆସିଲେ। ଭଗବାନ ଶିବ ମଧ୍ୟ ସେମାନଙ୍କୁ ସମ୍ମାନର ସହ ବସାଇଲେ ଓ ଚାରିଯୁଗଙ୍କର ଭଗବାନ ଆତିଥ୍ୟ ଗ୍ରହଣ କରାଇଲେ। ଚାରିଯୁଗ ଭଗବାନ ଶିବଙ୍କୁ ପ୍ରଣାମ କଲେ। ଭଗବାନ ଶିବ ମଧ୍ୟ ସେମାନଙ୍କୁ ପ୍ରଣାମ କହିଲେ। ତୁମେମାନେ ତ ସ୍ୱୟଂ କାଳଚକ୍ର, ସ୍ୱୟଂ ସମୟ, କେଉଁ କାରଣରୁ ମୋ ପାଖକୁ ଆସିଛ? ଚାରିଯୁଗ କହିଲେ, ହେ ସୃଷ୍ଟି ସଂହାରକର୍ତ୍ତା, ରଚୟିତା ପରମେଶ୍ୱର ମହାଦେବ, ଆମ ଭିତରେ ବିବାଦ ଉପୁଜିଛି। ଆମେ ତାହାର ସମାଧାନ କରିପାରୁନାହୁଁ। ଆପଣଙ୍କୁ ନିବେଦନ କରୁଛୁ, ଆପଣ କୁହନ୍ତୁ, ଆମ ଭିତରୁ ସର୍ବଶ୍ରେଷ୍ଠ କିଏ? ତାହା ଆପଣ ନିର୍ଣ୍ଣୟ କରନ୍ତୁ। ଆପଣ ହିଁ ଏହା କରିପାରିବେ। ଏହା ଶୁଣି ଭଗବାନ ଶିବ କହିଲେ, ପ୍ରଥମେ ମୋତେ ସମସ୍ତେ କୁହ, ତୁମେମାନେ କାହିଁକି ନିଜକୁ ସର୍ବଶ୍ରେଷ୍ଠ ବୋଲି ଭାବୁଛ? ଏହାର ନିଷ୍ପତ୍ତି ପାଇଁ ତୁମମାନଙ୍କର ଗୋଟିଏ ଗୋଟିଏ ପରୀକ୍ଷା ହେବ। ହେ ସତ୍ୟଯୁଗ, ତୁମେ ପ୍ରଥମେ କୁହ, ତୁମେ କାହିଁକି ନିଜକୁ ସର୍ବଶ୍ରେଷ୍ଠ ବୋଲି ମନେ କରୁଛ? ସତ୍ୟଯୁଗ କହିଲା, ହେ ପ୍ରଭୁ, ମୋର ଆୟୁ ସର୍ବାଧିକ, ଯେମିତିକି 17 ଲକ୍ଷ ବର୍ଷ ଅଟେ। ଅନ୍ୟମାନେ ମୋ ଆଗରେ ଶିଶୁତୁଲ୍ୟ ପରି। ମୋ ସମୟରେ ମଣିଷର ଆୟୁ 1 ଲକ୍ଷ ବର୍ଷ ଥିଲା। ଇତିମଧ୍ୟରେ କଳିଯୁଗ ତୁରନ୍ତ କହିଲା, ହେ ପ୍ରଭୁ, ମୁଁ ଶୁଣିଛି ମଣିଷ ଆୟୁରେ ନୁହେଁ ଗୁଣରେ ବଡ଼ ହୋଇଥାଏ। ଭଗବାନ ଶିବ କଳିଯୁଗର କଥା ମାନିଲେ ଓ ସତ୍ୟଯୁଗକୁ କହିଲେ, ତୁମେ କେବଳ ଆୟୁ ଦ୍ୱାରା ବଡ଼ ହୋଇପାରିବ ନାହିଁ। ସତ୍ୟଯୁଗ କହିଲା, ହେ ପ୍ରଭୁ, ସେ ସମୟରେ ମଣିଷମାନେ ଅତି ବଳବାନ ଥିଲେ। ସେମାନେ ପୃଥିବୀକୁ ଉଠାଇ ପାରୁନଥିଲେ। ଭଗବାନ ବିଷ୍ଣୁ ମୋ ସମୟରେ ନୃସିଂହ, ବରାହ, ମତ୍ସ୍ୟ ଅବତାର ନେଇଥିଲେ। ମୋ ସମୟରେ ମଣିଷମାନେ ସିଧା ସ୍ୱର୍ଗକୁ ଯାଉଥିଲେ। ମୋ ସମୟରେ ପୃଥିବୀ ସ୍ୱର୍ଗ ଭଳି ଥିଲା। ତେଣୁ ମୁଁ ହେଉଛି ସର୍ବଶ୍ରେଷ୍ଠ। ଏଥିରେ ତ୍ରେତୟା ଯୁଗ ବାଧା ଦେଇ କହିଲା, ନା ପ୍ରଭୁ, ଭଗବାନଙ୍କ ଅବତାରରେ ସତ୍ୟଯୁଗ ବଡ଼ ହୋଇପାରିବ ନାହିଁ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ମୋ ସମୟରେ ଅବତାର ନେଇଥିଲେ। ସେ ସଂସାରକୁ ମର୍ଯ୍ୟାଦାର ପାଠ ପଢ଼ାଇଥିଲେ। ମୋ ସମୟରେ ମଣିଷର ଆୟୁ 10,000 ବର୍ଷ ଥିଲା। ବଳବାନର କଥା କହୁଛ? ମୋ ସମୟରେ ମଧ୍ୟ ବଳବାନ ପୁରୁଷମାନେ ଥିଲେ, ଯେମିତିକି କୁମ୍ଭକର୍ଣ୍ଣ, ରାବଣ ଭଳି ମହାନ ଯୋଦ୍ଧା ମୋ ସମୟରେ ଥିଲେ। ତେଣୁ ମୁଁ ହେଉଛି ସର୍ବଶ୍ରେଷ୍ଠ। ଏହା ଶୁଣି ଦ୍ୱାପର ଯୁଗ କହିଲା, ହେ ପ୍ରଭୁ, ଏମାନେ ଦୁହେଁ ବଡ଼ ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମୋ ସମୟରେ 16 କଳାରେ ପୂର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ ଅବତାର ନେଇଥିଲେ। ସେ ବିଶ୍ୱରୂପ ମଧ୍ୟ ଦେଖାଇଥିଲେ। ଯୋଦ୍ଧାଙ୍କ କଥା କହୁଛନ୍ତି ତ? ଏକଲବ୍ୟ, ଦ୍ରୋଣ, ଜରାସନ୍ଧ, ଭୀଷ୍ମ, ଅର୍ଜୁନ, ଭୀମ, ଯୁଧିଷ୍ଠିର, ନକୁଳ, ସହଦେବ, ବଳରାମ, ଏମାନେ ସମସ୍ତେ ମୋ ସମୟର।
କେହି ମୋ ସମୟର ଯୋଦ୍ଧାଙ୍କର ସମକକ୍ଷ ନୁହନ୍ତି। କଳିଯୁଗ ହସି ହସି କହିଲା, ହେ ପ୍ରଭୁ, ମୋ ସମୟରେ ମଣିଷ ବୁଦ୍ଧିରେ ଆଗକୁ ବଢିବେ, ନୂଆ ନୂଆ ଜିନିଷର ଆବିଷ୍କାର ହେବ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ମଣିଷ ଆଗକୁ ଆଗେଇବ। ଏମାନଙ୍କ ସମୟର ମଣିଷ ବଳବାନ ଥିଲେ ହେଲେ ବୁଦ୍ଧିହୀନ ଥିଲେ। ମୋ ସମୟରେ ମଣିଷର ସୁଖ ସୁବିଧା ପାଇଁ ଅନେକ ବ୍ୟବସ୍ଥା ଅଛି, ତେଣୁ ମୋ ସମୟ ହେଉଛି ସର୍ବଶ୍ରେଷ୍ଠ। ସତ୍ୟଯୁଗ ଉଚ୍ଚ ସ୍ୱରରେ ହସିଲା ଓ କହିଲା, ଶୁଣ କଳିଯୁଗ, ତୁମ ସମୟରେ ମଣିଷ ମାତ୍ର 100 ବର୍ଷ ବଞ୍ଚିବେ। ଏତେ କମ ସମୟରେ ସେମାନେ କଣ କରିପାରିବେ? ମୋ ସମୟର ମଣିଷ 1,00,000 ବର୍ଷ ବଞ୍ଚିଥିଲେ। ସେମାନେ ମନୋବଳରେ ସବୁକିଛି କରିପାରୁଥିଲେ। ଇତିମଧ୍ୟରେ ତ୍ରେତୟା ଯୁଗ ମୁଣ୍ଡ ହଲାଇ କଳିଯୁଗକୁ କହିଲା, ତୁମ ସମୟରେ ଧର୍ମ ନଷ୍ଟ ହେବ, ମଣିଷମାନେ ପାପୀ ହେବେ, ଲୋଭ, ମୋହ, କାମ ଓ କ୍ରୋଧରେ ବୁଡ଼ି ରହିବେ। ମଣିଷ କିପରି ସର୍ବଶ୍ରେଷ୍ଠ ହୋଇପାରିବ? ଦ୍ୱାପର ଯୁଗ ବି ତାର ମତ ଦେଲା, ତୁମ ସମୟରେ ମଣିଷ ଦୁର୍ବଳ ହେବେ, ସତ୍ୟ କହିବେ ନାହିଁ, ପରସ୍ପରକୁ ଠକିବେ, ସମସ୍ତ କୁକର୍ମ କରିବେ। ଏପରି ମଣିଷ କିପରି ବଡ଼ ହୋଇପାରିବ? ଏସବୁ ଶୁଣି କଳିଯୁଗ ଶାନ୍ତ ସ୍ୱରରେ କହିଲା, ହଁ, ମୋ ସମୟର ମଣିଷ ଅଳ୍ପ ଦିନ ବଞ୍ଚିବେ, ସେମାନଙ୍କର ଦୋଷ ବି ଥିବ, କିନ୍ତୁ ସେମାନେ ନିଜର ବୁଦ୍ଧି ବଳରେ ଅସମ୍ଭବକୁ ସମ୍ଭବ କରିପାରିବେ। ତୁମ ସମୟର ମଣିଷ ଯାହା ସ୍ୱପ୍ନରେ ବି ଭାବିନଥିବେ, ମୋ ସମୟର ମଣିଷ ତାହା କରି ଦେଖାଇବ। ଭଗବାନ ଶିବ 4 ଯୁଗଙ୍କ କଥା ଶୁଣି ଚିନ୍ତାରେ ପଡ଼ିଗଲେ। ଏପରି କିପରି ଏମାନଙ୍କର ନ୍ୟାୟ କରିବେ? ମାତା ପାର୍ବତୀ କହିଲେ, ହେ ଭୋଳାନାଥ, ଯଦି ଆପଣ ଏମାନଙ୍କର ନ୍ୟାୟ କରିପାରିବେ ନାହିଁ, ତାହେଲେ କିଏ ଏମାନଙ୍କର ନ୍ୟାୟ କରିବ? ଏମାନେ ପରସ୍ପର ସହ ଲଢ଼େଇ କରିବେ, ଯୁକ୍ତି ଆଗକୁ ବଢ଼ିବ। ସମସ୍ତ ଦେବତା ମିଶି କହିଲେ, ହେ ଭୋଳାନାଥ, ଆପଣ ହିଁ ଏମାନଙ୍କର ନ୍ୟାୟ କରନ୍ତୁ, ନଚେତ୍ 4 ଯୁଗ ଯଦି ଲଢ଼ିବେ, ସୃଷ୍ଟିର କାଳଚକ୍ର ଅଟକିଯିବ, ସମୟ ଚକ୍ରରେ ବାଧା ସୃଷ୍ଟି ହେବ, ସମୟର ପ୍ରବାହ ରୁଦ୍ଧ ହେବ। ଏହା ଶୁଣି ଭଗବାନ ଶିବ କହିଲେ, ଠିକ ଅଛି, ମୁଁ ସମସ୍ତଙ୍କର କଥା ମାନୁଛି। ମୁଁ ତୁମମାନଙ୍କର ଗୋଟିଏ ପରୀକ୍ଷା ନେବି। ଯିଏ ସଫଳ ହେବ ସେ ହିଁ ସର୍ବଶ୍ରେଷ୍ଠ ହେବ। ସତ୍ୟଯୁଗ ଆଗୁଆ ହୋଇ କହିଲା, ହେ ପ୍ରଭୁ, ଆପଣ ଯେକୌଣସି ପରୀକ୍ଷା ନିଅନ୍ତୁ, ମୁଁ ହିଁ ସର୍ବଶ୍ରେଷ୍ଠ ହେବି। କଳିଯୁଗ କହିଲା, ଆମେ ମଧ୍ୟ ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛୁ। ଭଗବାନ ଶିବ 1000 ଟନ୍ ଓଜନର ଏକ ଲୁହା ପାତ୍ର ଆଣିଲେ, ତାକୁ କୈଳାସ ପର୍ବତର ତଳେ ରଖିଲେ, ତା ପାଖରେ ଚାଉଳର ଗଦା ରଖିଲେ। ତାପରେ ଭଗବାନ ଶିବ ସତ୍ୟଯୁଗକୁ କହିଲେ, ମୋର 500 ଗଣ ଏଠାରେ ବସିଛନ୍ତି, ଏହି ପାତ୍ରରେ ଚାଉଳ ରାନ୍ଧି ସେମାନଙ୍କୁ ଖୁଆଇବାକୁ ହେବ। ତୁମ ସମୟର ମଣିଷ ଏହା କରିବ। ସତ୍ୟଯୁଗ ନିଜ ସମୟର ବଳବାନ ଏକ ଯୋଦ୍ଧାକୁ ଡାକିଲା, ଯାହାର ଉଚ୍ଚତା ଥିଲା 21 ହାତ। ସେ ସତ୍ୟଯୁଗର ମଣିଷ, ତେଣୁ ଅତି ବଳବାନ ଥିଲା। ସେ ଏକ ବଡ଼ ଚୁଲି ତିଆରି କଲା, ଗଛ କାଟି ଆଣିଲା ଓ ନିଆଁ ଜାଳି ପାତ୍ରକୁ ଶୂନ୍ୟ ଶୂନ୍ୟ ଏକ ହାତରେ ଉଠାଇ ଚୁଲି ଉପରେ ରଖିଲା। ଚାଉଳ ଓ ପାଣି ପକାଇ ଭାତ ରାନ୍ଧିଲା। ଭାତ ହେବା ପରେ ସମସ୍ତ ଗଣଙ୍କୁ ଭୋଜନ କରାଇଲା। ଭଗବାନ ଶିବ ତ୍ରେତୟା ଯୁଗକୁ କହିଲେ, ଏବେ ତୁମ ସମୟର ମଣିଷକୁ ପଠାଅ। ମୁଁ ମୋ ମାୟାରେ ଏହି ପାତ୍ରକୁ ହଟାଇ ଏକ ସମାନ ପାତ୍ର ରଖୁଛି। ତ୍ରେତୟା ଯୁଗ କୁମ୍ଭକର୍ଣ୍ଣ ଭଳି ବଳବାନ ଯୋଦ୍ଧାକୁ ଡାକିଲା, ଯାହାର ଉଚ୍ଚତା ଥିଲା 14 ହାତ। ସେ ଭାଟି ଖୋଳିଲା ଓ ମଧ୍ୟ ହାଣ୍ଡିକୁ ସେ ହାତରେ ଉଠାଇ ଚୁଲି ଉପରେ ରଖିଲା, ଚାଉଳ ରାନ୍ଧିଲା ଓ ସମସ୍ତ ଶିବଗଣଙ୍କୁ ଖୁଆଇଲା। ଏହାପରେ ଭଗବାନ ଶିବ ନିଜର ଶକ୍ତି ବଳରେ ସେ ପାତ୍ରକୁ ହଟାଇ ଏକ ସମାନ ପାତ୍ର ରଖିଦେଇ ଦ୍ୱାପର ଯୁଗକୁ କହିଲେ, ଏହି 2 ଯୁଗ ନିଜ ନିଜର ପରୀକ୍ଷା ଦେଇ ସାରିଛନ୍ତି, ଏବେ ତୁମର ପାଳି। ଦ୍ୱାପର ଯୁଗ କହିଲା, ଠିକ ଅଛି ପ୍ରଭୁ, ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ସେ ଭୀମ ଭଳି ଏକ ବଳବାନ ପୁରୁଷକୁ ପଠାଇଲେ। ତାକୁ କହିଲେ, ଯାଅ, ତଳେ ପାତ୍ର ରଖା ହୋଇଛି, ସେଥିରେ ଚାଉଳ ରାନ୍ଧି ସମସ୍ତ ଶିବଗଣଙ୍କୁ ଖାଇବାକୁ ଦିଅ। ଦ୍ୱାପର ଯୁଗର ମଣିଷ ସେଠାକୁ ଗଲା, ଯାହାର ଉଚ୍ଚତା ଥିଲା 7 ହାତ। ସେ କହିଲା, ପାତ୍ରର ଉଚ୍ଚତା ବହୁତ ବଡ଼, ଉଠାଇବାକୁ ବହୁତ ଶକ୍ତି ଲାଗିବ। ସେ ଭାଟି ଖୋଳିଲା, କାଠ ଆଣିଲା। ସେ ବହୁତ ବଳ ଲଗାଇ ବହୁତ କଷ୍ଟରେ ପାତ୍ରକୁ ଉପରକୁ ଉଠାଇଲା, ଟାଣି ଟାଣି ନେଇ ଭାଟି ଉପରେ ରଖିଲା, ଅଗ୍ନି ଜାଳି ଚାଉଳ ପକାଇଲା, ଭାତ ରାନ୍ଧି ସମସ୍ତ ଗଣଙ୍କୁ ଖୁଆଇଲା। ଏବେ ଭଗବାନ ଶିବ କଳିଯୁଗକୁ କହିଲେ, ଏବେ ତୁମର ପାଳି। ଏହି ପାତ୍ରର ଓଜନ ତୁମ ପାଇଁ ମଧ୍ୟ ସମାନ। ତୁମେ ମାନିବାକୁ ପ୍ରସ୍ତୁତ ନଥିଲ ଯେ ତୁମେ ସବୁଠାରୁ ଛୋଟ ଅଟ, ତେଣୁ ତୁମ ସମୟର ମଣିଷ ଆୟୁ ମାତ୍ର 100 ବର୍ଷ। ଅନ୍ୟମାନଙ୍କ ଆୟୁ ବହୁତ ଅଧିକ ଥିଲା। ତୁମ ମଣିଷ ମଧ୍ୟ ଛୋଟ ଅଟନ୍ତି। ଭଗବାନ ଶିବଙ୍କ କଥା ଶୁଣି କଳିଯୁଗ କହିଲା, ପ୍ରଭୁ ଠିକ ଅଛି, ମୁଁ ମଧ୍ୟ ଆପଣଙ୍କର କଥାକୁ ମାନୁଛି, କିନ୍ତୁ ପ୍ରଥମରୁ ଏଭଳି ହତାଶ କରନ୍ତୁ ନାହିଁ ମୋତେ। ଆପଣ ତ ନ୍ୟାୟ କରୁଛନ୍ତି, ସମସ୍ତଙ୍କୁ ସୁଯୋଗ ଦିଆଯାଉଛି, ମୋତେ ମଧ୍ୟ ପରୀକ୍ଷା ଦେବାକୁ ଦିଆଯାଉ। ଯଦି ମୋ ଦ୍ୱାରା ହେବ ନାହିଁ, ତେବେ ମୁଁ ମଧ୍ୟ ମାନିନେବି, ମୁଁ ସମସ୍ତଙ୍କ ଠାରୁ ଛୋଟ ଅଟେ। ଭଗବାନ ଶିବ କହିଲେ, ଠିକ ଅଛି, ତୁମ ମଣିଷକୁ ଡାକ,
ପୁଣି କହିଲେ, ଏହି ପାତ୍ର ଦେଖୁଛ, 1000 ଟନ୍ ଓଜନର। ଏଥିରେ 1000 ମଣ ଚାଉଳ ରାନ୍ଧି ରୋଷେଇ କରି ତୁମକୁ ପରସିବାକୁ ପଡ଼ିବ। ତୁମ ମଣିଷ କ'ଣ କରିପାରିବ? କଳିଯୁଗ କହିଲା, ଠିକ୍ ଅଛି ପ୍ରଭୁ, ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତ ଅଟେ। 3 ଯୁଗ ହସିବା ପାଇଁ ଲାଗିଲେ। ଭଗବାନ ଶିବ ଭାବିଲେ, କଳିଯୁଗର ମଣିଷ କ'ଣ ଏତେ ବଡ଼ ପାତ୍ର ଉଠାଇ ପାରିବ? କଳିଯୁଗ ଏକ ବୁଦ୍ଧିମାନ ମଣିଷକୁ ସୃଷ୍ଟି କଲା। ସେ ବହୁତ ଚତୁର ଥିଲା। କଳିଯୁଗ ତାକୁ କହିଲା, ହେ ମଣିଷ, ତୁମେ ତୁମର ଶକ୍ତି ଦେଖାଇବ। ଏହା ପରୀକ୍ଷାର ସମୟ। ଯଦି ତୁମେ ଅସଫଳ ହୋଇଯିବ, ତେବେ ମୁଁ ସମସ୍ତଙ୍କ ଠାରୁ ଛୋଟ ହୋଇଯିବି। ସେ ମଣିଷଟି କହିଲା, ଠିକ୍ ଅଛି ମହାରାଜ, ଆପଣ ଏକ ପାତ୍ର କଥା କହୁଛନ୍ତି। ଏହିଭଳି 1000 ପାତ୍ର ଥିଲେ ବି ମୋର କୌଣସି ଅସୁବିଧା ନାହିଁ। 3 ଯୁଗ ତାର କଥା ଶୁଣି ଠୋ ଠୋ ହୋଇ ହସିଲେ ଓ କହିଲେ, ଏତେ ଛୋଟ ମଣିଷ, ମାତ୍ର 3 ହାତର ଉଚ୍ଚତା, କ'ଣ କରିପାରିବ? କଳିଯୁଗ କହିଲା, ଆପଣମାନେ କେବଳ ଦେଖନ୍ତୁ, ମୁଁ ମୋର ମଣିଷକୁ ପଠାଇ ଦେଇଛି। କଳିଯୁଗର ବୁଦ୍ଧିମାନ ମଣିଷ ତଳକୁ ଗଲା। ଦେଖିଲା ପାତ୍ରର ଓଜନ ବହୁତ। ଉଠାଇବା ତ ବହୁତ ଦୂରର କଥା, ଇଞ୍ଚେ ଘୁଞ୍ଚାଇବାକୁ ତାର ବଳ ମଧ୍ୟ ନଥିଲା। ସେ ବୁଦ୍ଧି ଖଟାଇଲା ଓ ପାତ୍ର ତଳେ ମାଟି ଖୋଳିଲା। ପାତ୍ରକୁ ହଲାଇଲା ବି ନାହିଁ। ତା ତଳେ ମାଟି ଖୋଳି ଚୁଲି ତିଆରି କଲା। କାଠ ଆଣିବାକୁ ତାକୁ ସମୟ ବି ଲାଗିଲା ନାହିଁ, କାରଣ କାଠ ସେଠାରେ ରଖାଯାଇଥିଲା। ସେ କାଠ ଗୋଟାଇ ଭାଟିରେ ଅଗ୍ନି ଜାଳିଲା, ପାତ୍ରରେ ଚାଉଳ ପକାଇଲା ଏବଂ ଭାତ ରାନ୍ଧିଲା। ଅଳ୍ପ ସମୟ ମଧ୍ୟରେ ଭାତ ରାନ୍ଧି ଶିବଗଣଙ୍କୁ ଧାଡ଼ିରେ ବସାଇଲା। ସେମାନଙ୍କ ମଧ୍ୟରୁ 20 ଜଣଙ୍କୁ ଡାକିଲା ଓ କହିଲା, ଆପଣମାନେ ମୋତେ ସାହାଯ୍ୟ କରନ୍ତୁ। ଏହି ଭାତକୁ ନିଜେ ନିଜେ ପରସି ନିଅନ୍ତୁ। ସେହି 20 ଜଣ ଗଣ ସମସ୍ତଙ୍କୁ ଭାତ ପରସିଲେ। କଳିଯୁଗ କହିଲା, ଏବେ ଏବେ ଆପଣମାନେ ଭୋଜନ କରିପାରିବେ। ଭଗବାନ ଶିବଙ୍କ ସମସ୍ତ ଗଣ ଅତି ଖୁସିରେ ଭୋଜନ କଲେ। ସେ ନିଜର ମାଲିକ କଳିଯୁଗ ପାଖକୁ ଆସିଲା ଓ କହିଲା, ପ୍ରଭୁ, ମୁଁ ଆପଣଙ୍କର କାମ କରିଦେଇଛି। କଳିଯୁଗ କହିଲା, ସାବାସ୍, ତୁମେ ମୋର ଲାଜ ରଖିଛ। ତୁମେ ମୋର ପରୀକ୍ଷା ପାସ୍ କରିଗଲ। ଭଗବାନ ଶିବ ଓ 3 ଯୁଗ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। 4 ଯୁଗ କହିଲେ, ପ୍ରଭୁ, ଏବେ ଆପଣ ନିର୍ଣ୍ଣୟ କରନ୍ତୁ ଯେ ଆମ ଭିତରୁ କିଏ ଶ୍ରେଷ୍ଠ ଅଟେ। ଭଗବାନ ଶିବ ମନ ଭିତରୁ ବିଚାର କଲେ ଓ କହିଲେ, ମୁଁ ତୁମ 4 ଜଣଙ୍କର ପରୀକ୍ଷା ଦେଖିଲି। ଯେତେବେଳେ ସତ୍ୟ ଯୁଗର ମଣିଷ ଆସିଲା, ସେ ନିଜର ଶକ୍ତି ଲଗାଇ ପାତ୍ର ଉଠାଇ ଅଗ୍ନି ଉପରେ ରଖିଲା। ନିଜେ ମୋର ସମସ୍ତ ଗଣଙ୍କୁ ଭାତ ପରସିଲା। ତ୍ରେତୟା ଯୁଗ ଓ ଦ୍ୱାପର ଯୁଗର ମଣିଷମାନେ ମଧ୍ୟ ଠିକ୍ ସେହିପରି କଲେ। କିନ୍ତୁ ଦେଖ, ମାତ୍ର 3 ହାତର ମଣିଷ, ତାର ବୁଦ୍ଧି ଦେଖ। କେତେ ବଡ଼ ବିରାଟ ପାତ୍ର ଥିଲା, ସେ ତାକୁ ହଲାଇ ପାରିନଥାନ୍ତା। ସିଏ ସେଥିରେ ଭାତ ରାନ୍ଧିଦେଲା। ଭାତ ପରସିବା ପାଇଁ କିଛି ଗଣଙ୍କର ସାହାଯ୍ୟ ମଧ୍ୟ ନେଲା। କିଛି ଗଣଙ୍କୁ ଡାକିଲା। ସମସ୍ତେ ମିଶି ଭାତ ପରସିଲେ। ସେ ନିଜେ ବସି ରହିଲା। ଏ ତ ବହୁତ ବୁଦ୍ଧିମାନ ମଣିଷ ହେଲା। ଏ ତ ବହୁତ ବୁଦ୍ଧିମାନ ଯୁଗ ହେଲା। ଭଗବାନ ଶିବ ନିର୍ଣ୍ଣୟ କଲେ, ତୁମ 4ଙ୍କ ମଧ୍ୟରେ କଳିଯୁଗ ହେଉଛି ସର୍ବଶ୍ରେଷ୍ଠ। କଳିଯୁଗ ଯନ୍ତ୍ରର ଯୁଗ ହେବ। ଏହି ସମୟରେ ବଡ଼ ବଡ଼ ଯନ୍ତ୍ରର ଆବିଷ୍କାର ହେବ, ଯାହା ସତ୍ୟଯୁଗ, ତ୍ରେତୟା ଯୁଗ ଓ ଦ୍ୱାପର ଯୁଗରେ ସମ୍ଭବ ହୋଇପାରିନଥିଲା, ତାହା କଳିଯୁଗରେ ସମ୍ଭବ ହୋଇପାରିବ। ଭଗବାନ ଶିବଙ୍କ କଥା ଶୁଣି 4 ଯୁଗ ତାଙ୍କ ନିର୍ଣ୍ଣୟ ମାନିଲେ ଓ ସର୍ବଶେଷରେ ନିଜ ନିଜ ଧାମକୁ ଫେରିଗଲେ। ଏହିପରି ଭାବରେ ଭଗବାନ ଶିବ 4 ଯୁଗଙ୍କର ନ୍ୟାୟ କରିଲେ। ବନ୍ଧୁଗଣ, ଏହିପରି ପୌରାଣିକ କଥା ଶୁଣିବାକୁ ଚାହୁଁଥିଲେ ଆମର ପ୍ରିୟ ଚ୍ୟାନେଲକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଆଉ କମେଣ୍ଟରେ ଯେପରି ହର ହର ମହାଦେବ ଲେଖିବାକୁ ଭୁଲନ୍ତୁ ନାହିଁ। ଏହିପରି ଭିଡ଼ିଓ ଦେଖିବାର ଇଚ୍ଛା ଥିଲେ ଆମର ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରିଦିଅନ୍ତୁ। ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।